ଯେତେବେଳେ ଦାଉଦ ଆରାଧନା କରୁଥିଲେ ତାଙ୍କର ସ୍ତ୍ରୀ ସେ କ'ଣ କରୁଥିଲେ? ସେ ଖିड़की ବାଟରୁ କ'ଣ କରୁଥିଲେ? ଦେଖୁଥିଲେ। ହାଲେଲୁୟା ହାଲେଲୁୟା। ସେ ଖିड़की ଆଡରୁ ଦେଖୁଥିଲେ ଯେ ତାଙ୍କର ସ୍ୱାମୀ କେମିତି ସେ ଆରାଧନା କରୁଛନ୍ତି ବା କେମିତି ନାଚୁଛନ୍ତି ସେ ବିଷୟକୁ ସେ ଦେଖୁଥିଲେ। ସେ ବିଷୟକୁ ସେ ଦେଖୁଥିଲେ, ଚିନ୍ତା କରୁଥିଲେ ମୋର ସ୍ୱାମୀ ଏଟା କେମିତି ଅବସ୍ଥା ହେଇକରି ଏଟା ନାଚୁଛନ୍ତି, କେମିତି ତାଙ୍କର ଦେହର ବସ୍ତ୍ର ସେ ଜାଣି ପାରୁନାହାନ୍ତି, ସେ କେମିତି ଏଟା ନାଚୁଛନ୍ତି ବୋଲବାର ସେ ଚିନ୍ତା କରୁଥିଲେ। ପୁଣି ସେ କହୁଥିଲେ କିନ୍ତୁ ଦାଉଦ ଜାଣିଛି ଆରାଧନାର ମୂଲ୍ୟ କ'ଣ ଅଟେ। ଦାଉଦ ଜାଣିଛନ୍ତି ଆରାଧନାରେ କ'ଣ ଅଛି। ଦାଉଦ କାହିଁକି ନାଚୁଥିଲେ? ଦାଉଦଙ୍କର ନାଚବାର ଭିତରେ ଗୋଟେ ବିଷୟ ଥିଲା। ଦାଉଦ ଯେତେବେଳେ ସେ ଜଙ୍ଗଲରେ ଆରାଧନା କରୁଥିଲେ, ମେଷପାଳକ ହେଇକି ରହୁଥିଲେ, ସେ ବିଷୟକୁ ସେ ଜାଣିଛନ୍ତି ମୁଁ କୋଉଠି ଥିଲି ଆଉ ଏବେ କୋଉଠି ଅଛି। ତାର ପରିସ୍ଥିତିକୁ ସେ ଜାଣିଛି। ଯଦି ସେ ଜାଣିନଥାନ୍ତା ଆରାଧନା କରତା, ସେ ଜାଣିଛନ୍ତି ତେଣୁକରି ସେ ଆରାଧନା କରୁଛନ୍ତି ଯେ ମୋର ପରମେଶ୍ୱର ଗୋଟେ ଛେଳି ଚରାଇବା ଜାଗାରୁ ଗୋଟେ ଜଙ୍ଗଲରେ ରହୁଥିବା ପିଲାକୁ ଉଠାଇକି ରାଜା କରୁଛନ୍ତି, ମୁଁ ସେ ପରମେଶ୍ୱରଙ୍କର ଆରାଧନା କରୁଛି ବୋଲି ସେ ନାଚୁଛନ୍ତି। ତାଙ୍କର ସ୍ତ୍ରୀ ସେ ମୂଲ୍ୟକୁ ଜାଣି ନାହାନ୍ତି, କିନ୍ତୁ ସେ ଜାଣିଛନ୍ତି ମୁଁ କୋଉଠି ଥିଲି ଆଉ ଏବେ କୋଉଠି ଅଛି ଆଉ କାହା ଦ୍ୱାରା ମୁଁ ଏ ଜାଗାରେ ଅଛି ସେ ଜାଣିଥିଲେ। ତେଣୁକରି ସେଦିନ ଆରାଧନା ଦାଉଦ କରୁଥିଲେ। ହାଲେଲୁୟା। ଯେତେବେଳେ ଆମେ ଆରାଧନା କରିପାରୁନୁ ତାର ଅର୍ଥ ଆମେ ପଛର କଥା ଆମେ ଭୁଲି ଯାଇଛୁ। ଆମେ ଆରାଧନା କରି ଜାଣି ଯଦି କରିପାରୁନୁ ତାହେଲେ ଆମେ ଭୁଲି ଯାଇଛୁ ଯେ ପ୍ରଭୁ ଆମକୁ କେମିତି ପଛବାଟରୁ ବାହାର କରି ଏ ପର୍ଯ୍ୟନ୍ତ ଆଣିଛନ୍ତି। ହାଲେଲୁୟା। ଆପଣଙ୍କର ଷ୍ଟାଟସ୍ ଅଲଗା ରହିପାରେ, ଆପଣଙ୍କର ଡ୍ରେସ୍ ପଟା ଭୟଙ୍କର ରହିପାରେ, ଆପଣଙ୍କର ପରିସ୍ଥିତି ସବୁ ସାମ୍ନାରେ ଗୋଟେ ଅଲଗା ରହିପାରେ, କିନ୍ତୁ ପ୍ରଭୁଙ୍କର ସାମ୍ନାରେ ଆମେ ତାଙ୍କର ସନ୍ତାନ। ହାଲେଲୁୟା। ଡ୍ରେସ୍କୁ ସେ ଦେଖିବେ ନାହିଁ କି ଆମର ଭୟଙ୍କର ପଦକୁ ଆମର ଦେଖିବେ ନାହିଁ, ମୁଁ କୋଉ ପଦରେ ଅଛି ସେଟା ଦେଖିବେ ନାହିଁ, ମୋର ଆରାଧନାକୁ ସେ ଦେଖିବେ। ହାଲେଲୁୟା ହାଲେଲୁୟା। ପ୍ରଭୁ ଆମର ଆରାଧନାକୁ ଦେଖନ୍ତି, ପ୍ରଭୁ ଆମର ନାଚବାଟାକୁ ଦେଖନ୍ତି, ଗାଇବାଟାକୁ ଦେଖନ୍ତି, ମୋର ପାଇଁ ମୋର ପୁଅ କେତେ ନାଚୁଛି, କେତେ ଗାଉଛି, କେତେ ଆନନ୍ଦ କରୁଛି ସେ ବିଷୟକୁ ଦେଖନ୍ତି। ମୁଁ ଭୁଲି ଯାଇଥିଲି କେତେ ସେ ସମୟରେ ମୁଁ ଭାବୁଥିଲି। ହାଲେଲୁୟା। ଏ ଜାଗାରେ ଲେଖା ହେଇଛି ଆମମାନେ ଦେଖିପାରୁନୁ ଯିହୁଦୀ ମାନଙ୍କର ଯେଉଁ ରାଜା ଜନ୍ମ ଗ୍ରହଣ କରିଅଛନ୍ତି ସେ କେଉଁଠାରେ? କାରଣ ଆମେ ମାନେ ପୂର୍ବ ଦେଶରେ ତାହାଙ୍କ ତାରା ଦେଖି ତାହାଙ୍କୁ ପ୍ରଣାମ କରିବାକୁ ଆସିଅଛୁ। କୋଉଟା ଦେଖି ପ୍ରଣାମ କରିବାକୁ ଆସୁଛନ୍ତି? ତାରା ଦେଖି ତାହାଙ୍କୁ ପ୍ରଣାମ କରିବାକୁ ଆସୁଛନ୍ତି। ଲେଖା ହେଇଛି ତାର 10ରେ ସେମାନେ ତାରା ଦେଖି ମହା ଆନନ୍ଦରେ ଅତିଶୟ ଆନନ୍ଦିତ ହେଲେ। କ'ଣ ହେଲେ? ଆନନ୍ଦିତ ହେଲେ, ଅତିଶୟ ଆନନ୍ଦିତ ବୋଲି ଲେଖା ହେଇଛି। ପ୍ରଭୁଙ୍କର ଲୋକମାନେ ଏଇ ଜାଗାରେ ଲେଖା ହେଇଛି ଗୋଟେ ତାରା ସେମାନଙ୍କୁ କ'ଣ କରୁଛି? ଜ୍ୟୋତିଷ ମାନଙ୍କୁ ବା ପଣ୍ଡିତ ମାନଙ୍କୁ କ'ଣ କରୁଛି? ଗୋଟେ ତାରା ମାର୍ଗଦର୍ଶନ କରୁଛି, ତାଙ୍କୁ ରାସ୍ତା ଦେଖାଇ କରି ଆଣୁଛି। ଆଉ ସେଇ ତାରା ଯେତେବେଳେ ଦେଖାଇ କରି ଆଣିଲା ସେ ଜାଗାରେ ସେତେବେଳେ ସେମାନେ କ'ଣ କରୁଛନ୍ତି? ମହା ଆନନ୍ଦରେ ଅତିଶୟ ଆନନ୍ଦିତ ହେଲେ ବୋଲି ଲେଖା ହେଇଛି। ହାଲେଲୁୟା। ଗୋଟେ ତାରା ସେମାନଙ୍କୁ ରାସ୍ତା ଦେଖାଇ କରି ଆଣୁଛି ଯେ ଯୀଶୁ କୋଉ ଜାଗାରେ ଅଛନ୍ତି, ଯୀଶୁ କୋଉ ଜାଗାରେ ଜନ୍ମ ଗ୍ରହଣ କରିଛନ୍ତି। ଗୋଟେ ତାରା ତାକୁ ସନ୍ଦେଶ ଦଉଛି ଯେ ତୁମେ ମାନେ ଏଇ ଏରିଆ ଦେଇକି ଯିବାକୁ ହେବ। ହାଲେଲୁୟା। ସେ ତାରାକୁ ଦେଖି ସେମାନେ ସେଇ ଜାଗାରେ ପହଞ୍ଚି ଯାଉଛନ୍ତି ଯୋଉ ଜାଗାରେ ଯୀଶୁ ଜନ୍ମ ଗ୍ରହଣ କରିଥିଲେ। ପ୍ରଭୁଙ୍କର ଲୋକମାନେ ଗୋଟେ ତାରା ଯେତେବେଳେ ତାଙ୍କୁ ରାସ୍ତା ଦେଖାଇଲା, ସେଇ ତାରା ସଦୃଶ୍ୟ ଆଜି ଆମେ ଖ୍ରୀଷ୍ଟିଆନ ପରିବାର ହେବା ଦରକାର ଅଟେ। ସେଇ ତାରା ସଦୃଶ୍ୟ ଆମକୁ ଜୀବନ କରିବାର ଅଛି। ଗୋଟେ ତାରା ଯଦି ଅନେକ ଲୋକ ବା ପଣ୍ଡିତ ମାନଙ୍କୁ ଯଦି ସେ ଆଣିକି ଯୀଶୁଙ୍କର ସ୍ଥାନରେ ରଖି ପାରୁଛନ୍ତି ତାହେଲେ ପ୍ରଭୁ ଆମକୁ ଶ୍ରେଷ୍ଠ କରି ବନେଇଛନ୍ତି। ଆମେ ଗୋଟେ ଗୋଟେ ତାରା ସଦୃଶ୍ୟ ହେବା ଦରକାର ଅଟେ। ଆମ ଜୀବନକୁ ଦେଖି ଅନେକ ଲୋକ ଯୀଶୁଙ୍କ ପାଖକୁ ଆସିବା ଦରକାର ଅଟେ। ହାଲେଲୁୟା। ତାରାକୁ ଦେଖି ପଣ୍ଡିତ ମାନେ ଯଦି ଆସିପାରୁଛନ୍ତି ତାହେଲେ ଆମ ଜୀବନକୁ ଦେଖି ମଧ୍ୟ ଯୀଶୁଙ୍କ ପାଖରେ ଲୋକମାନେ ଆସିବାର ଅଛି। ଆମ ଚରିତ୍ରକୁ ଦେଖିକି ଲୋକମାନେ ଯୀଶୁଙ୍କ ପାଖରେ ଆସିବାର ଅଛି। ଆମେ ଗୋଟେ ଏମିତି ସନ୍ଦେଶ ବାହକ ଗୋଟେ ହେବା ଦରକାର ଯୋଉ ବାହକକୁ କି ଲୋକମାନେ ଦେଖିଲା ପରେ ସେମାନେ ଯୀଶୁଙ୍କୁ ଦେଖିଲା ପରେ ଦେଖିବାର ଅଛି। ହାଲେଲୁୟା ହାଲେଲୁୟା। ତାରା ସେମାନଙ୍କୁ ରାସ୍ତା ଦେଖାଇଲା। ପ୍ରଭୁଙ୍କର ଲୋକମାନେ ମୁଁ କହିବା ପାଇଁ ଚାହେଁ ଆମମାନେ ପ୍ରଭୁଙ୍କର ନିଜର ହସ୍ତରେ ତିଆରି ମଣିଷ ଅଟୁ। ଆଜି ପ୍ରଭୁ ଚାହାନ୍ତି ଆମ ଦ୍ୱାରା ଅନେକ ଲୋକ ରାସ୍ତା ଦେଖନ୍ତୁ। ପ୍ରଭୁ ଚାହାନ୍ତି ଆଜି ଅନେକ ଲୋକଙ୍କ ଦ୍ୱାରା ପ୍ରଭୁ ଅନେକ ଲୋକ ଉଦ୍ଧାର ପାଆନ୍ତୁ। ହାଲେଲୁୟା ହାଲେଲୁୟା। ଷ୍ଟାର ସେପରି ଗୋଟେ ଷ୍ଟାର ଆମେ ହେବା, ସେପରି ଗୋଟେ ତାରା ଆମେ ହେବା ଯୋଉ ତାରାକୁ ଦେଖିଲା ପରେ ଲୋକମାନେ ଯୀଶୁଙ୍କ ପାଖରେ ଆସିପାରୁଛନ୍ତି। ଆମକୁ ଯେତେବେଳେ ଲୋକମାନେ କଥା ହଉଛନ୍ତି ଆମକୁ କଥା ହେଲେ ଏମିତି ଲାଗୁ ତାଙ୍କୁ ଯେ ମତେ ଯୀଶୁ କଥା ହେଲେ। ହାଲେଲୁୟା। ହେରୋଦ ରାଜା ପୁଣି ଜେରୁସାଲେମ ନିବାସୀ ସମସ୍ତେ କ'ଣ ହେଇଛନ୍ତି? ଏବେ ଯୀଶୁଙ୍କର ଜନ୍ମର କଥାକୁ ଶୁଣି ସେମାନେ କ'ଣ କରୁଛନ୍ତି? ଡରି ଯାଉଛନ୍ତି, ସେମାନେ ଭୟଭୀତ ହେଇଯାଉଛନ୍ତି। ଆଉ ଗୋଟେ ରାଜା ଜନ୍ମ ଗ୍ରହଣ କଲା କି? ହେରୋଦ ରାଜା ଆଉ ଗୋଟେ ରାଜା ଜନ୍ମ ଗ୍ରହଣ କରିବା ବିଷୟକୁ ଶୁଣି ରାଜା ବୋଲି ଶୁଣି ଦେଇକରି ସେ କ'ଣ ହେଇଯାଉଛି? ଡରି ଯାଉଛି। ଗୋଟେ ରାଜା ଡରି ଯାଉଛି। ପ୍ରିୟମାନେ ଯେତେବେଳେ ଯୀଶୁ ଜନ୍ମ ଗ୍ରହଣ କଲେ ତ ରାଜା ଡରି ଯାଉଛି। ମୁଁ ଆପଣଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ, ଆପଣଙ୍କୁ ଉତ୍ସାହ କରିବା ପାଇଁ ଚାହେଁ। ଧ୍ୟାନ ଶୁଣନ୍ତୁ ଯେ
गोटे राजा जेतेबेले बा जीसु जेतेबेले जन्म ग्रहण कले सेतेबेले राजा माने डरी गले जेरूशलेम निवासी डरी गले मु आपनको कहिबा पाई चाहे आज आपनको मते जो बंधन बांधी की रखिछि जो परिस्थिति बांधी की रखिछि जो असुविधा आपनको मो परिवार को आज आसीछि से परिस्थिति जो शैतान आनिछि आज आम हृदय रे आम राजा को आमे जन्म देबा आम हृदय रे आज रखवा से परिस्थिति को आमे डरबार पलाइबो हालेलुया 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 से परिस्थिति डरी पलाइबो से राज करूछि आज आम परिवार मध्य रे अनेक परिवार को आज से असुविधा पकाउछि समस्या रे पकाउछि अनेक विषय प्रार्थना कला पर मध्य से उत्तर आसी नै से परिस्थिति रे पकाइछि से राज करूथिबा विषय को जेतेबेले हम यीशु को हमें निज हृदय रे हमें जगह देबा ग्रहण करबा तांको हमें जगह देबा ताहेले से विषयटा को कोन हे जीवो दूर हे जीवो हालेलुया हालेलुया से डरबो केतेबेले डरबो जेतेबेले यीशु हमर भितरे जन्म करबे जेतेबेले हम हृदय रे यीशु आसबे सेतेबेले से परिस्थिति डरबो नते से डरबो नाही हमको से हराई बसबो हमको से सेमती अगर रखिथिबो हमको बांधी की अगर रखिथिबो अनेक प्रार्थना उत्तर आसु नै तार अर्थ हमर भितरे यीशु राजा ए पर्यंत ठीक रे बसी नाहंती से जदि बसबे ताहेले निहाती भाबरे राजा जे परि थरो रहि गला से परि शैतान रो प्रत्येक कार्य मध्ये थरो रहि जिवो हालेलुया 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 प्रभु को नामर गौरव हो मोर पाखरे गोटे सात कोना अछि घरे मध्ये केते दिन कहली मैं सिलाइबी किंतु मैं सिलाई करले नै डिसेंबर खेटी गला मैं पिंदरी बोली को सिलाई बोली किनि पाले बोले करि पाले नै किंतु प्रभु को दया अलगा लोक आज मते से व्हाइट शर्ट आका किनि कर देले हालेलुया मो सेटा आराधना करला बेले मैं सेटा पाई टिके नाचुथिली आराधना करथिली प्रभु मैं जो व्हाइट शर्ट पिंदरी बोलुथिली सेटा मते लास्ट दिन जोगाइलो हालेलुया समस्या बांधी पारे किंतु यीशु तो हृदय रखते समस्या चली जीव प्रभु को नाम गौरव हो आसंता गोटे वाक्य हमें बाहर करबा माथु लिखित सुसमाचार 2:12 बेसी समय नाही माथु लिखित सुसमाचार 2:12 मु पढि दोछि तोरे हेरोदंक निकटकु बाहडी न जीवागो स्वप्न रे प्रत्यादेश पाई से माने अन्य पथ देई स्वदेश को प्रस्थान कले को माने पंडित माने कोन करछन्ती से माने स्वप्न तांको प्रभु दउछन्ती आ स्वप्न देला परे से माने निजर देश को से माने जाउछन्ती जदि से माने हेरोद राजा पाके जाई थांते ताहेले से मान को शायद तांको मारि दे थांते तांको किछि तांको जीवन रे खेती आसी थांता तांको परिस्थिति किछि अलगा ही थांता किंतु प्रभु सेति पाई तांको कोन करले स्वप्न दे तांको कथा कहले आ कथा कहला पर से माने तांको निजर देश को से माने बाहुडी गले हालेलुया हालेलुया जीसु जेतेबेले जन्म होउछन्ते पंडित मानकर एटा कोन हे जाउछि तांकर जीवन मध्य पहुंची जाउछि मु कहबा पाई चाहे जदि हम परिवार रे हम जीवन रे हम व्यक्तिगत जीवन रे हम स्वामी स्त्री को मध्य रे जदि हम परिवार रे जीसु को हम जदि जगह देबा ताहेले आसुथिबा मृत्यु मध्य ताकू जीसु कोन करबे ताकू दूर करबे जीसु किछि गोटे बात बाहर करबे जीसु किछि गोटे कथा कहबे से विषय को दूर करबा पाई जेपरि परमेश्वर तांको स्वप्न दे कथा कहले तमे हेरोद राजा पाके जाओ नाही तुम देश आड़ को तमे गति कर चली जाओ तांको पाखु जाओ नाही सेठी गले विपद अछि सेठी गले समस्या अछि स्वप्न दे करे प्रभु कोन करछन्ती तांको कथा कहउछन्ती आज मु कहबा पाई चाहे जदि प्रभु को आमे जगह देबा निहाती भाबरे प्रभु आमे पाई रास्ता बाहर करबे निहाती भाबरे प्रभु आमे पाई उत्तम रास्ता बाहर करबे प्रिय माने जदि आमे तांको जगह दउछु ताहेले आसुथिबा अनेक मृत्यु होई पारे अनेक आपद विपद होई पारे अनेक समस्या होई पारे अनेक दुखर विषय होई पारे जोटा कि हमर ऊपर माडी करी आसुछि ताको दूर करबा पाई प्रभु किछि गुटे पहाड़ आमन को बाट आमन को देखाइबे हालेलुया 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 प्रभु को नाम गौरव हो मु तीनटी विषय आपण मान को समग्र कहली प्रथम विषय कहली गोटे तारा सदृश हेबा जो तारा को देखला परे लोक माने यीशु को पाइली बोली कहबार अछि द्वितीय विषय जेतेबेले यीशु जन्म ग्रहण कले हेरोद राजा आ तांकर देशर लोक माने माने डोरी जाउछन्ते जे आउ की गोटे राजा जन्म ग्रहण करले जेतेबेले हेरोद राजा डोरी जाउछन्ते सही प्रकार जदि आमे यीशु का हृदय जगह देबा ताहेले जेते मते शैतान काम हम परिवार थाउना काहेकि से डोरिबो से पळाइबो यीशु का नाम रे हालेलुया हालेलुया तृतीय विषय कहले मृत्यु ताको पाखको आसीथिला पंडित मान को पाखको शायद हेरोद राजा पाके जइथिले से माने मरि जइथांते ताको मारि दे जइथांता ताको अत्याचार करा जइथांता किंतु स्वप्न दे ताको बंचाइबा पाई प्रभु स्वप्न देले ताको कथा कहले ताको देश से माने रिटर्न जाई पारले जदि आमे हृदय प्रभु को जगह देबा आसुथिबा प्रत्येक मृत्युरो प्रत्येक आपदरो विपदरो प्रभु कोन करबे हमको सुरक्षा देबे सेति पाई से किछि गोटे कथा कहबे स्वप्न रहि पार कथा कहबे वाक्य रहि पार कथा कहबे ताको दास मान को जरिया कथा कहबे किंतु निहाती भाबरे प्रभु बात बाहर करबे हालेलुया प्रभु को नाम गौरव हो गोटे पद पढला परे आमे समाप्त करबा लोकलिखित सुसमाचार तार 2:11 लोकलिखित सुसमाचार 2:11 पद
ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଛନ୍ତି ସେ ଖ୍ରୀଷ୍ଟ ପ୍ରଭୁ। ହାଲେଲୁୟା ହାଲେଲୁୟା। ହାଲେଲୁୟା। ଗୋଟେ ବାକ୍ୟ ପରେ ଆମେ ସମାପ୍ତ କରିବା। କାରଣ ଆଜି ଦାଉଦଙ୍କ ନଗରରେ ତୁମମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଛନ୍ତି ସେ ଖ୍ରୀଷ୍ଟ ପ୍ରଭୁ। ହାଲେଲୁୟା। ଯଦି ହିନ୍ଦୀରେ ଆମେ ଦେଖିବା ସେଠି ଲେଖା ହେଇଛି ତ୍ରାଣକର୍ତ୍ତା ଜାଗାରେ ଉଦ୍ଧାରକର୍ତ୍ତା। ପ୍ରଭୁଙ୍କର ଲୋକମାନେ ଆମ ପାଇଁ ପାପୀ ମାନବ ଜାତି ପାଇଁ ପ୍ରଭୁ କଣ କରିଲେ? ଜନ୍ମଗ୍ରହଣ କରିଲେ। କେହି ମଧ୍ୟ ଏପରି ବ୍ୟକ୍ତି ନଥିଲେ ଯିଏକି ମାନବ ଜାତିକୁ ଉଦ୍ଧାର କରିବା ପାଇଁ, ମାନବ ଜାତିର ପାପକୁ ଦୂର କରିବା ପାଇଁ, ମାନବ ଜାତିର ଅଧର୍ମକୁ ଦୂର କରିବା ପାଇଁ, ତାଙ୍କର ପାପକୁ ଧୌତ କରିବା ପାଇଁ କେହି ନଥିଲେ। ତେଣୁକରି ପ୍ରଭୁ ଯୀଶୁ ଖ୍ରୀଷ୍ଟ ସ୍ୱର୍ଗର ସିଂହାସନକୁ ଛାଡ଼ି ଆମ ପରି ପାପୀ ମାନଙ୍କ ପାଇଁ ସେ ଆସିଲେ। ହାଲେଲୁୟା। ସେ ଜନ୍ମଗ୍ରହଣ କରିଲେ ଆମକୁ ଉଦ୍ଧାର କରିବା ପାଇଁ। ତେଣୁକରି ତାଙ୍କ ନାମ ଦିଆଗଲା ଉଦ୍ଧାରକର୍ତ୍ତା। ହାଲେଲୁୟା। ସେ ଖାଲି ପାପରୁ ନୁହେଁ, ସେ ପ୍ରତ୍ୟେକ ଅସୁବିଧାର ମଧ୍ୟ ଆମକୁ ଉଦ୍ଧାର କରିବେ, ସମସ୍ୟାର ମଧ୍ୟ ଉଦ୍ଧାର କରିବେ, ଆମଙ୍କର ଦୁଃଖରୁ ମଧ୍ୟ ସେ ଉଦ୍ଧାର କରିବେ। ଯୋଉ ଦୁଃଖ ଆଜି ପରିବାରକୁ ଛାଡି ଯାଉନାହିଁ ସେ ଦୁଃଖରୁ ମଧ୍ୟ ପ୍ରଭୁ କଣ କରିବେ? ଉଦ୍ଧାର କରିବେ। ତାଙ୍କ ନାମ ହଉଛି ଉଦ୍ଧାରକର୍ତ୍ତା। ହାଲେଲୁୟା। ହାଲେଲୁୟା। ଉଦ୍ଧାରକର୍ତ୍ତାକୁ ଆମ ହୃଦୟରେ ଆମେ ଜାଗା ଦେବା। ଯୋଉ ଦୁଃଖ କି ଆଜି ଆମକୁ ଧରିକି ରଖିଛି ଯଦି ଆମେ ଉଦ୍ଧାରକର୍ତ୍ତାକୁ ଆମେ ଗ୍ରହଣ କରିବା, ନିଜର କରିବା, ତାଙ୍କୁ ଛାଡବା ନାହିଁ, ତାହେଲେ সেই উদ্ধারকর্তা কোন করবে? সে প্রত্যেক দুঃখকু, কষ্টকু, সমস্যাকু, পাপকু, শ্রাপকু, সমস্ত বিষয়কু সে কোন করবে? দূর করবে আর আমাকে পুনি থরে উদ্ধার করবে। হালেলুয়া। প্রভুଙ୍କ নামର ଗୌରବ ହଉ। ପ୍ରଭୁ এই ଅଳ୍ପ ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।